ଜୟ ଜଗନ୍ନାଥ ସାଙ୍ଗମାନେ। ରବିବାର ମାନେ ମାଛ ଆସିଗଲୁ ଆମେ ଜୋବ୍ରା ମାର୍କେଟ। ଦେଖିବା ଚାଲନ୍ତୁ କ'ଣ କ'ଣ ମାଛ ଅଛି। ଏଠି କ'ଣ ଜିଅନ୍ତା ମାଛ, କଙ୍କଡ଼ା, ଏଠି କ'ଣ ଚିଙ୍ଗୁଡ଼ି, ଇଲିଶି, ମାନେ ପୁରା ଭରପୁର, ପୁରା ରେଡ଼ି ତ ଆଉ, ପୁରା ମାଛର ଭଣ୍ଡାର। ଦେଖିକି ଆଉ ମନ ରହିଲାନି। ତେଣୁ କ'ଣ କରିବି, ମୋ ପୁଅ ତ କଙ୍କଡ଼ା ଖାଇବ କହିଛି, ଟିକେ କଙ୍କଡ଼ା ନେଇ ଆଇଲି। ଝିଅ ପାଇଁ ଏଇ ଚିଙ୍ଗୁଡ଼ିରୁ ଅଳ୍ପ ଦୁଇଟା ଆଣିଲି, ଖାଇବ ଆଉ। ଘରଣୀ ଆମର ତାକୁ ପୁରା ଧୁଆଧୁଇ କରି ସଫା କରିବାରେ ଲାଗି ପଡ଼ିଲେ। କାହିଁକିନା ତାଙ୍କୁ ଟିକେ ମାନେ ସଫାସୁଫି କଲେ ତ ଆମେ ପୁଣି ରୋଷେଇ କରିବା। ତାପରେ ଘରଣୀ ତାର ସଫା କରି ସେଥିରେ ଟିକେ ଲୁଣ ଆଉ ଟିକେ ହଳଦୀ ପକାଇ ତାକୁ ଟିକେ ଗୋଳେଇବେ। ଲୁଣ ହଳଦୀ ପକାଇ ଟିକେ ଗୋଳେଇ ଦେଲା ପରେ ଯାଇ ଯାହା କାର୍ଯ୍ୟକ୍ରମ ଆରମ୍ଭ ହେବ। ତେଣୁ ସିଏ ତାଙ୍କ କାମରେ ବ୍ୟସ୍ତ ହୋଇଗଲେ। ଲୁଣ ହଳଦୀ ଗୋଳେଇବାରେ ବ୍ୟସ୍ତ, ମୁଁ ଭିଡ଼ିଓ କରିବାରେ ବ୍ୟସ୍ତ। ମସଲା ବି ରେଡ଼ି। ଦେଖନ୍ତୁ ମୋତେ କାମ ଲଗାଇଦେଲେ ଗ୍ରାଇଣ୍ଡିଙ୍ଗ କରିବା। ମୁଁ ଗ୍ରାଇଣ୍ଡିଙ୍ଗ କରି ମସଲାଟା ଦେଖିଲି, ଓ ବୋପାଲୋ କି ମସଲା। ତାପରେ ଘରଣୀ ଆମର ଟିକିଏ ସୋରିଷ ତେଲ ଆଉ ଟିକେ ଯେଉଁ ବଟା ମସଲାରୁ ଅଳ୍ପ ପକାଇ କଙ୍କଡ଼ାକୁ ଟିକେ ଗୋଳେଇଲେ। ମୁଁ କ'ଣ କଲି, ମୁଁ କହିଲି କାଶ୍ମୀର ରେଡ଼୍ ଚିଲି ଟିକେ ପକାଇଦେବା, କଲର୍ ହେବ ନା। ତେଣୁ କାଶ୍ମୀର ରେଡ଼୍ ଚିଲି ଟିକେ ପକାଇ ତାକୁ ସେ କ'ଣ ଗୋଟେ ଇଂରାଜୀରେ କହୁଛନ୍ତି ମାରିନେସନ୍ କଲେ। ଆଉ ସୁନ୍ଦରିଆ ଆଳୁ ତ ଆପଣ ଦେଖୁଥିବେ ଆଉ। ତେଲଟା ଗରମ ହେଲା। ପ୍ରଥମେ ମୋ ଝିଅର ପାଳି, ଲେଡ଼ିଜ୍ ଫାଷ୍ଟ ନା। ତେଣୁ ତା ପାଇଁ ଚିଙ୍ଗୁଡ଼ିଟା ଭଜା ହେଲା। କାହିଁକିନା ଭଜା ହେଲେ ସେ ଟିକେ ଖାଇବ। ସେ ଖାଇପାରେନି ନା ଚିଙ୍ଗୁଡ଼ି, ସରି, ସିଏ କଙ୍କଡ଼ା ଖାଇପାରେନି, ଚିଙ୍ଗୁଡ଼ି ଖାଇବ। ତେଣୁ ତା ପାଇଁ ଚିଙ୍ଗୁଡ଼ି ଭଜାଭଜି ହେଇକି ରେଡ଼ି ହେଲା। ମୁଁ କହିଲି ମୋ ସ୍ତ୍ରୀଙ୍କୁ, କଙ୍କଡ଼ାଟା ମୁଁ କରିବି। କହିଲେ ନାଇଁ ନାଇଁ ନାଇଁ, ମୁଁ କରିବି, ତମେ ଖାଲି ଦେଖ। ମୁଁ କହିଲି ଆଉ ମୁଁ କାହିଁ ଦେଖିବି, ମୋ ସାଙ୍ଗମାନେ ବି ଦେଖିବେ। ତେଣୁ ସେ ଯେଉଁ ଗୋଳା ହେଇକି ଥିଲା କଙ୍କଡ଼ାଟା, ତାକୁ ଟିକେ ତେଲରେ କଷିବେ ଆଗ। କାହିଁକିନା ତା ସ୍ମେଲ୍ଟା ପଳେଇବ କଙ୍କଡ଼ାର। କଷାକଷି କରି ତାକୁ ବାହାର କରିକି ରଖିଦେଲେ। ଚିଙ୍ଗୁଡ଼ି ଭଜା ସରିଲା, ଇଏ ବି ଭଜା ସରିଲା କଙ୍କଡ଼ା। ଏବେ କ'ଣ କରାଯିବ, ଆଳୁକୁ ଭଜାଯିବ। ତେଣୁ ସୁନ୍ଦରିଆ ଆଳୁ ଗୁଡ଼ାକୁ ଗରମ ତେଲ କଡ଼େଇରେ ପକାଇଦେଲେ। କି କଷ୍ଟ ତାଙ୍କର। ଆମେ ତ ଖାଇବା, ଆମକୁ କ'ଣ ବାଧୁଛି। ଲୁଣ ଟିକିଏ, ହଳଦୀ ଟିକିଏ, କାହିଁକିନା ସେ ଯେଉଁ ଗୋରା ଗୋରା ଅଛନ୍ତି ତାଙ୍କୁ ଟିକେ ଲାଲ ଲାଲ କରାହେବ, ମେକଅପ୍ ଟିକେ ଆଉ। ତେଣୁ ଘରଣୀ ତାଙ୍କର ମେକଅପ୍ କରିବାରେ ଲାଗି ପଡ଼ିଲେ। ଆଉ ଦେଖୁନାହାନ୍ତି ରେଡ଼ି ହେଇଗଲାଣି। ତାକୁ ଭାଜି ବାହାର କରିଦେଲେ। ଏବେ କ'ଣ ହେବ, ପିଆଜ ଟିକେ, ଟମାଟୋ ଟିକେ ଦରକାର। ତେଣୁ ମୁଁ କାଟିକି ରେଡ଼ି କରିକି ରଖିଦେଇଛି, ନହେଲେ କ'ଣ ସମ୍ଫଳା ପଡ଼ିବ। ଦେଖୁନାହାନ୍ତି ହାଇରେ କ'ଣ ଗୋଟା ମସଲା ଫୁଟଫୁଟ ହେଇକି ଫୁଟିଲାଣି। ଜିରା ଏଇ କ'ଣ ସବୁ ପକାଇ କ'ଣ ଘାଣ୍ଟି ଦେଲେଣି ପୁରା। ଆଉ ବାଡ଼ିଆଟା ହେବ ଆଜି ଭଲ ଅଛି ଆଉ। ପୁରା ପିଆଜ ଫିଆଜ ରେଡ଼ି, ମସଲା ଦେଖୁନାହାନ୍ତି ପୁରା ରେଡ଼ି। ଆଜି ପୁରା ଘରଣୀ କରୁଛନ୍ତି ମାନେ ଆଜି ଆଙ୍ଗୁଳିଟାକୁ ଚୋବେଇକି ଖାଇଦେବା ଆଉ। ହଉ ଦେଖିବା, ଆପଣମାନେ ବି ଦେଖନ୍ତୁ କେମିତି ପ୍ରୋସେସ୍ଟା ଚାଲିଛି। ଏ ମସଲାଟା ପଡ଼ିକି ଟିକେ ଏଇନା ମସଲାଟା କଷା ହେବ ନା। ମସଲାଟା କଷା ହେବ। ମୁଁ କହିଲି ଆରେ ଏଇଥିରେ ଟିକିଏ ହଳଦୀ ଆଉ ଆମର ସେ ଯେଉଁ କାଶ୍ମୀର ରେଡ଼୍ ଚିଲିଟା ଟିକେ ଲାଲ ଲାଲ ଦେଖାହେଲେ ସମସ୍ତଙ୍କୁ ଭଲ ଲାଗେ ନା। ତେଣୁ ସେ ମୋ କଥା ଶୁଣି ଟିକେ ହଳଦୀ ଆଉ ଟିକେ କାଶ୍ମୀର ରେଡ଼୍ ଚିଲି ପକାଇ ତାକୁ କଷିବାରେ ଲାଗିଲେ। ମସଲାଟା ଯେତେବେଳେ ଭଲସେ କଷି ହେଲେ ଯାଇ ଯାହା ହେବ। ମୁଁ କହିଲି ଆଉ ଗୁଣ୍ଡ ମସଲା ଗୁଡ଼ାକ, ସେ ସେଠୁ କହିଲେ ନା ତୁମେ କିଛି ଜାଣିନ, ତୁମେ ଚୁପଚାପ ରୁହ, ମୁଁ କରୁଛି, ତୁମେ ଦେଖ। ମୁଁ ବି ଦେଖୁଛି, ମୁଁ ସମସ୍ତଙ୍କୁ ଦେଖାଉଛି। ତେଣୁ ରେଡ଼ି ହେଇଯାଉଛି। ମୁଁ କହିଲି କ'ଣ ଗୁଣ୍ଡ ମସଲା ଟିକେ ପକାଉନ। କହିଲେ ଦେଖ, ମୁଁ ଏବେ ଗୁଣ୍ଡ ମସଲା ପକାଇବି, ତୁମେ ଖାଲି ଦେଖ କେତେବେଳେ କ'ଣ ପଡ଼ୁଛି। ଆରମ୍ଭ ହେଇଗଲା। 3 ପ୍ରକାର ମସଲା ପଇଲା। ମୁଁ ପଚାରିଲି କ'ଣ ପଇଲା, ମୋତେ କହିଲେ ତୁମେ ବୁଝନି। ମୋର କ'ଣ ଯାଉଛି ମୋ ଖାଇବା ଲୋକ, ମୁଁ ତାକୁ କାହିଁ ଦେଖିବି। ମୁଁ ଗୋଲାପି ଟମାଟୋ ଗୁଡ଼ାକ ବି ପକାଇଦେଲେ। ଇଏ ନାଲିଆ ନାହିଁ ଆଜ୍ଞା, ଇଏ ବା ବିଦେଶୀ, ଇଏ କ'ଣ ଦେଶୀ। ଇଏ ଗ୍ୟାସ୍ ଦେଇକି ପଚା ହେଇଛି ନା ଏ କ'ଣ ଗଛ ବାଚିଲା। ଯାହା ହଉ ଖାଇବା ତ ଆଉ। ତାକୁ ଟିକେ ଲୁଣ ପକାଇ ପୁରା କଷିଲେ। ଆଜ୍ଞା ମୋତେ ବି କଷା ହେଉଛି, ଆପଣମାନେ ଚିନ୍ତା କରନ୍ତୁନି। ମସଲାଠୁ ବି ମୋ ହାଲତ ଭାରି ଖରାପ। ଯାହା ହଉ ଚାଲିଛି ତ ଦୁନିଆ ଆଉ। ମସଲା ରେଡ଼ି। ସେଇ ଯେଉଁ କଙ୍କଡ଼ା କଷା ହେଇକି ଥିଲା ଆଉ ଆଳୁ ଭଜା ସିଏ ପଡ଼ିଲା। ତାକୁ ଏବେ ଟିକେ ଧିମା ଆଞ୍ଚରେ ଆଉ ଟିକେ କଷାଯିବ, ଯେମିତି ମସଲାଟା ଭଲସେ କଙ୍କଡ଼ା ଭିତରକୁ ଯିବ। ମଲି ଚାଲୁ। ସିଏ ତ କଷିଲେ ଆଉ ଖାଲି ଡାହାଣ ପଟକୁ ବାଁ ପଟକୁ ଉପର ତଳ। ଯଦି ସେ କଙ୍କଡ଼ା ଗୁଡ଼ାକ ଆତ୍ମା ଦେଖୁଥିବ କହିବେ ମୋତେ ଏତେ କଷ୍ଟ ଦେଉଛ। କ'ଣ କରିବା, ଯିଏ କଷ୍ଟ ଦେଉଛି, ଆମେ ତ ଖାଇବା ଲୋକ ଆଉ। କଷାକଷି ସଇଲା। ଘରଣୀ ଆମର ପାଣି ଦେଲେ। ଦେଖୁନାହାନ୍ତି ଗୋଳେଇଲା ପରେ ଯେଉଁ ଝୋଳଟା ହେବ, ପୁରା ପୁରା ତ ମଲ୍ଲି ଫୁଲିଆ ଏ କ୍ଲାସ୍ ହେବ।
ନୁହଁ? ହଁ ମ ଆଇ ଫୁଟିଲାଣି ଆଉ ସବୁ ତ ଆଉ ଖାଲି ଦେଖନ୍ତୁ ଫୁଟିଗଲା। ମୁଁ କହିଲି ହଉ ଫୁଟି ସାରିଲା ପରେ ହାଲକା ଟିକେ ଗରମ ମସଲା ଉପରେ ପକାଇଦେବା ଫାଇନାଲ୍ ଲୁକ୍ଟା ନା ଆସିଗଲା ତ ଆଉ ଦେଖନ୍ତୁ ଲୁକ୍ଟା ଭଲ ହେଇଛି ନା ନାହିଁ କହିବେ ସମସ୍ତେ। ଟେଷ୍ଟଟା ମୁଁ କହିଦେବି ମୁଁ ଖାଇଲା ପରେ ମୁଁ ଟେଷ୍ଟଟା କହିବି ଯେ ଟେଷ୍ଟଟା ନିହାତି ଭଲ ହେଇଥିବ। କାହିଁକିନା ଘରଣୀ ମାନେ କ'ଣ କେବେ ଖରାପ ରୋଷେଇ କରିବେ? ସିଏ ଭଲ ରୋଷେଇ କରିବେ, ଖରାପ କଲେ ବି ଆମକୁ ଭଲ କହିବାକୁ ପଡ଼ିବ ଆଜ୍ଞା। ଆଉ ପୁଅ ପାଇଁ ଥାଳି ସଜା ହେଇଗଲା, ପୁଅ ତାର ଖାଇବାରେ ବ୍ୟସ୍ତ, ସେ ତ ଖାଇବ। ତେଣୁ ଯଦି ଆପଣମାନଙ୍କୁ ଭଲ ଲାଗୁଥାଏ ମୋ ଚେହେରାଟା ଦେଖିକି, ଆଉ ଯଦି ଟିକେ ଭିଡ଼ିଓଟା ଭଲ ଲାଗିଲା ଟିକେ ଲାଇକ୍ କମେଣ୍ଟ ସେୟାର କରିବେ। ରହିଲି ଆଜ୍ଞା, ଜୟ ଜଗନ୍ନାଥ।